ନାନେ ବଢ଼ିଆ ହେଇଛି। ଆମେ 10 ମାସ ଭିତରେ ପିସି ସଭାପତି ନ ହେଇଥିବା ହେତୁ କଂଗ୍ରେସଟା ଲୋପ ପାଇ ଆସିଥିଲା। କଂଗ୍ରେସ ଲୋପ ପାଇବନି, ପ୍ରତି ଘରେ କଂଗ୍ରେସ ଅଛି, ପ୍ରତି ଗାଁରେ କଂଗ୍ରେସ ଅଛି, ହିମାଳୟରୁ କନ୍ୟାକୁମାରୀ, କିନ୍ତୁ ସାଇଲେନ୍ସ ହେଇଯାଇଥିଲା। ଭକ୍ତ ଦାସଙ୍କୁ ଧନ୍ୟବାଦ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଖଗଡ଼େଙ୍କୁ ଧନ୍ୟବାଦ। ଭକ୍ତ ଦାସ ଭଳିଆ ଜଣେ ଟ୍ୟାଲେଣ୍ଟ ଲୋକ ରେଳମନ୍ତ୍ରୀ ଥିଲେ, ସେ ଥିଲେ ଛତିଶଗଡ଼ ଇନଚାର୍ଜ ଆମର ସେକ୍ରେଟାରୀ ସରକାର କରିଥିଲେ, ତେଲେଙ୍ଗାନାରେ ଥିଲେ ସରକାର କରିଥିଲେ। ସେ ଓଡ଼ିଶା ଆସିଲା ପରେ ଏରୋଡ୍ରମରେ ମୁଁ ଦାୟିତ୍ୱ ନେଇଥିଲି ଲୋକମାନଙ୍କୁ ନେଇ ତାଙ୍କୁ ସମର୍ଥନ ଦେଇ ଆଣିବା ପାଇଁ। ଦେଖିଲା ବେଳକୁ 2000 ଲୋକଙ୍କୁ ଆରେଞ୍ଜମେଣ୍ଟ କରୁଥିଲୁ, ଲୋକ ସୋମଠ 5-7 ହଜାର ଲୋକ ଯାଇଥିଲେ ଏବଂ ପୁରୀ ପର୍ଯ୍ୟନ୍ତ ହଜାର ହଜାର ଯୁବ ଛାତ୍ର ଓଡ଼ିଶା ଯାକର ଚାରି ଏକାଠି ହେଇ ଆମେ ପତାକା ଧରି ହଁ ହଁ ସବୁ ଦେବ, କାରଣ ତାର ଭଲ ମାଇଣ୍ଡ, ସମସ୍ତଙ୍କୁ ନେଇକି ଯିବା ମାଇଣ୍ଡ, ସମସ୍ତଙ୍କୁ କ୍ୟାରି କରିବା ମାଇଣ୍ଡ। ଆମେ ଯେତେ ସସ୍ପେଣ୍ଡ ହେଇଥିଲୁ ସମସ୍ତଙ୍କୁ ନେଇଗଲାଣି। ୟା ଭିତରେ ଯେଉଁମାନେ କଂଗ୍ରେସ ଛାଡ଼ିକି ଯାଇଛନ୍ତି ସେମାନଙ୍କ ସହିତ ଆଲୋଚନା ଚାଲିଛି। ଆଏ ବାବୁ ମହମ୍ମଦ ବକିବ, ଚିରଞ୍ଜୀବ ଏସବୁ ବୟସରେ ମୋଠୁ ସାନ, ପଲିଟିକାଲି ସାନ, କାରଣ ମୁଁ 67 ଚେୟାରମ୍ୟାନ୍, 77ରୁ MLA। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ହେ ମୁକିମ ବାବୁ, ତମେ ଜଣେ ଭଲ ଲୋକ, ଜଣେ ଇଞ୍ଜିନିୟର, ଜଣେ ଧନୀ ଲୋକ। ଚିରଞ୍ଜୀବ ବାବୁ, ତମେ ବସନ୍ତ ବିଶ୍ୱାଳଙ୍କ ପୁଅ, ଜଣେ ଧନୀ ଲୋକ, ଜ୍ଞାନୀ ଲୋକ, ମାନି ଲୋକ। ଯୋଉଠି ଯିଏ ଅଛ ସମସ୍ତେ ପଳେଇ ଆସ। ରାହୁଲ ଗାନ୍ଧୀକି ଆଖି ଆଗେ ରଖି ପ୍ରକାଶ ବେରା ବି ଆସିବା ପାଇଁ ବ୍ୟାକୁଳ। ମୁଁ ସୁରେନ୍ଦ୍ର ସିଂ ଭୋଇଙ୍କ ସହିତ କଥା ହେଇଥିଲି, ଭୂପେନ୍ଦ୍ର ସହିତ କଥା ହେଇଛି, ବହୁ ଲୋକ ଫେରିବାର ସମ୍ଭାବନା। ତେଣୁ ମୁଁ ଭାବୁଛି ଏପ୍ରିଲ 1 ସୁଦ୍ଧା ବହୁ ନେତା କଂଗ୍ରେସକୁ ଫେରିଆସିବେ ଏବଂ ଭକ୍ତ ଦାସଙ୍କ ନେତୃତ୍ୱରେ ଆମେ ସମସ୍ତେ ଏକ ହେଇକି ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆଦିବାସୀ ସେଲ୍, ହରିଜନ ସେଲ୍, ମାଇନର ସେଲ୍ ସବୁ ଏକାଠି ହେଇ ପଞ୍ଚାୟତ ଭୋଟରେ କଂଗ୍ରେସକୁ ଜିତେଇବୁ, ଚେୟାରମ୍ୟାନ ଜିତେଇବୁ, ଜିଲ୍ଲା ପରିଷଦ ଜିତେଇବୁ। ହଁ ହଁ ଆମର ପୁରା ଆରମ୍ଭ ହେଇଗଲାଣି ଗାଁ ଗଣ୍ଡା ଭକ୍ତ ନେତୃତ୍ୱରେ। ଓ ବଢିଆ ହବ, ଆମର ବଢିଆ ହବ। ଭକ୍ତ ଦାସ ନେତୃତ୍ୱରେ କଂଗ୍ରେସ ଓଡ଼ିଶାରେ ବଢିଆ କରିବ।